ସମସ୍ତଙ୍କ ଘରେ ସକାଳଟା ଭାରି ଜଞ୍ଜାଳିଆ। ଗୋଟାଏ ଦିନର ଆରମ୍ଭ ସକାଳେ ହିଁ ବହୁତ କାମ ଲାଗେ। ସେ ତାର ପିଲାଙ୍କୁ ଛାଡ଼ିଲା, ତାର ପୁଣି ଯୋଡ଼େ ଗାଈ ଅଛି। ଅବଶ୍ୟ ଗାଈ ଦୁହିଁବା ପାଇଁ ଜଣେ ଆସିବେ, ଟିକେ ଡେରିରେ ହେଲେ ବି ଛୁଆଙ୍କ କାମ ତ ତାକୁ ସାରିବାକୁ ହେବ। ଦୁଇ ଛୁଆଙ୍କୁ ସ୍କୁଲରେ ଛାଡ଼ିଲା ପରେ ପରେ ପୁଣି ମୋତେ ଜଣେ ଭେଟିବାକୁ ଆସିଲେ। ନିଣ୍ଟୁକୁ ଦେଖିଲା ବେଳକୁ ସିଏ ତାର ଶୋଇଛି, ତାକୁ ନେଇକି ଯିବି ନା ଛାଡ଼ିବି, ମୁଁ ବି ସେଇ ଦ୍ୱନ୍ଦ୍ୱରେ ଥିଲି। ଏଠି ଥଣ୍ଡା ପାଗ ପାଇକି ସେ ଏତେ ଶୋଉଛି ଯେ ମୁଁ ତାକୁ ଆଉ ଉଠେଇଲିନି। ତରବର ହେଇ ଆଙ୍କ ସହିତ କଥାବାର୍ତ୍ତା ସାରିଦେଇ ଆମେ ବାହାରି ପଡ଼ିଲୁ ଗୋଟେ ଗାଁ ବୁଲିବାକୁ। ଆଉ ସେ ଗାଁ ବୁଲି ଯିବାର କାରଣ ବହୁତ ଥିଲା। ବାଟରେ କେନ୍ଦୁ, ମହୁଲ, ଚାର ଯାହା ପାଇବୁ ଖୋଜିବୁ। ଏ କେନ୍ଦୁ ଗଛଟି ଆମ ଘର ପାଖରେ। ପିଲାଦିନେ ଆମେ ସେଥିରୁ ବହୁତ କେନ୍ଦୁ ଖାଇଥିଲୁ, କିନ୍ତୁ ମୁଁ ଦେଖିଲା ବେଳକୁ ସେ ଗଛରେ କେନ୍ଦୁ ନାହିଁ। ଭାଇ ଭଉଣୀ ତ ବାହାରିଛୁ, ଦେଖାଯାଉ ଆମ କାମରେ ଆମେ କେତେ ସଫଳ ହେଉଛୁ, ଆଉ କ'ଣ କ'ଣ ଦେଖିବାକୁ ପାଉଛୁ। ଏ ସୁନ୍ଦର ରାସ୍ତାଟି ହେଉଛି ଆମ କେନ୍ଦୁଝର ବାଉଁଶପାଳ ବ୍ଲକକୁ, ଯେଉଁଠି ମୁଁ ମୋର ପ୍ରଥମ ଚାକିରି କରିଥିଲି। ସେଠିକି ମୁଁ କେତେ କଷ୍ଟରେ ଏପଟେ ଯାଇଛି। ସେତେବେଳେ କ'ଣ ଏମିତି ବାଟ ଥିଲା? ଆଙ୍କ ସାଙ୍ଗେ ଥରେ ବର୍ଷା ଦିନେ ଯାଇଥିଲୁ ଆମେ ବ୍ଲକକୁ, ଆଉ ବାଟରେ ଆଇଲା ବେଳେ ବହୁତ ଛତୁ ଗୋଟେଇଥିଲୁ। ସେତେବେଳେ ମୁଁ ଭିଡ଼ିଓ କରିନଥିଲି, ଏମିତି ସ୍ମାର୍ଟଫୋନ୍ ବି ନଥିଲା ସବୁ କଥାକୁ ଫଟୋରେ କଏଦ କରିବାକୁ। ହେଲେ ସ୍ମୃତିକୁ କ'ଣ କିଏ କାଢ଼ି ନେଇପାରିବ? ସତକୁ ସତ ଦୂରରେ ଗୋଟେ ମହୁଲ ଗଛ ଦେଖାଗଲା। ଏକଥା ଭାବିଲା ବେଳକୁ ସେ ଭାବନାରେ ପୂର୍ଣ୍ଣଚ୍ଛେଦ ପକାଇ ମୁଁ କୁନୁକୁ କହିଲି, ଗାଡ଼ି ରଖ, ମୁଁ ମହୁଲ ଗୋଟେଇବି। ସେ କହିଲା, ଆଉ କ'ଣ ମହୁଲ ଥିବ? ମହୁଲ ପୁରା ସକାଳୁ ଗୋଟା ହୁଏ। ମୁଁ କହିଲି, ମୁଁ କ'ଣ ବମ୍ବେରୁ ଆସିଛି ନା କ'ଣ? ମୁଁ ପା ଏଇଠି ବଢ଼ିଛି, ମୁଁ ଜାଣିଛି। ବଡ଼ି ଭୋରୁ ସୂର୍ଯ୍ୟ ଉଦୟ ପୂର୍ବରୁ ସମସ୍ତେ ଆସି ମହୁଲ ଗୋଟେଇଥାନ୍ତି। ରାତିରେ ଯାହା ମହୁଲ ପଡ଼ିଥାଏ ସବୁ ଗୋଟା ହେଇଯାଏ। ଗଛରେ ଆଉ ଯାହା ଅଳ୍ପ ମହୁଲ ଥାଏ ସେ ଦିନ ସାରା ଗୋଟିଏ ଗୋଟିଏ ପଡ଼ୁଥାଏ। ହେଇ ଦେଖୁନୁ, ମୁଁ ପା ଏତକ ମହୁଲ ଗୋଟେଇଲିଣି। ଆପଣମାନେ କିଏ ମହୁଲ କେବେ ଦେଖିଛନ୍ତି? ଆମେ ତ ଏଇ ଏରିଆରେ ବଢ଼ିଛୁ। ମହୁଲଟା ହେଉଛି ପ୍ରକୃତରେ ଗୋଟେ ଗଛର ଫୁଲ, ଆଉ ତାର ଫଳ ହେଉଛି ଟୋଲ। ଟୋଲରେ ତେଲ ହୁଏ। ଆଉ କେବେ ଗଲେ ଆପଣଙ୍କୁ ଟୋଲ ଦେଖେଇବି, ଆଉ ଟୋଲ ତେଲରେ କ'ଣ କ'ଣ ହୁଏ ତା ବି କହିବି। ମୁଁ ସେତକ ମହୁଲ ଗୋଟେଇ ସାରିଲା ବେଳକୁ ସତକୁ ସତ ଗୋଟିଏ ଛେଳି ଆସିଲା। ମୁଁ କହିଲି, ଦେଖିଲୁ ମୁଁ ଠିକ୍ କହିଥିଲି ନା ନାହିଁ? ମହୁଲ ସବୁ ଗୋଟେଇ ନେଲା ପରେ ଆଉ ଗୋଟିଏ ଗୋଟିଏ ଯାହା ବଳକା ମହୁଲ ପଡ଼ିଥାଏ ତାକୁ ଗାଈ ଛେଳି ଚରିଲା ବେଳେ ଖାଇଦିଅନ୍ତି। ମୁଁ ଭାବିଲି ଏତେ ଗୁଡ଼େ ମହୁଲ ତ ଗୋଟେଇଛି, ଛେଳିକୁ ଦେଲେ କାଳେ ଖାଇବ। ସେ ତରକା ଛେଳି ମୋ ହାତରୁ କାହିଁ ମହୁଲ ଖାଇବ? ସିଏ ଡିଆଁ ମାରି ପଳେଇଲା। ମୁଁ ବି ଭାବିଲି ମୁଁ ଏତେ କଷ୍ଟରେ ଗୋଟେଇଛି ମହୁଲ ଯାକ, କିଛି ନହେଲେ ଘରକୁ ନେଇଗଲେ ପିଲାଙ୍କୁ ଦେଖେଇବି। ମୁଁ ବି ତାକୁ ଯତ୍ନରେ ଆଣି ରଖିଲି। ଆମେ ପିଚୁ ସଡ଼କରୁ ଖସିଗଲୁ ଗୋଟେ ଗାଁକୁ। ଦେଖୁନାହାନ୍ତି କେମିତି ନାଲି ସଡ଼କ। ଆମେ ଯେଉଁ ସୁଖ ସୁବିଧା ଉପଭୋଗ କରୁଛେ ତାହା କେବଳ ଆମ ସହରବାସୀ। ଗାଁରେ କ'ଣ ସେ ସୁଖ ସୁବିଧା ଅଛି? ଏଇଠି ଆରମ୍ଭ ହେଲା ଗାଁ। ଗାଁର ରୂପ ଦେଖିପାରୁଛନ୍ତି ତ? ଆମେ କେତେ ବର୍ଷ ହେଲା ସ୍ୱାଧୀନ ହେଲେଣି, ଆଉ ଆମେ ବହୁତ ପ୍ରଗତି କରୁଛେ ବୋଲି ସମସ୍ତେ ଦାବି କରୁଛେ। ଏଇଠି ଦେଖନ୍ତୁ, ଗୋଟାଏ ବିଶେଷ ଜାଗା ବା ଗୋଟାଏ ଖଣି ଖାଦାନ ଏରିଆର ଖୁବ୍ କମ୍ ଦୂରରେ ଏ ଗାଁଟି। ଆଉ ଏଇଠିକି ଆମେ ହିଁ ଯାଇଥିଲୁ। ଆଉ ତାର ରୂପ ତ ମୁଁ ଆପଣମାନଙ୍କୁ ଦେଖେଇଦେଲି। ଗାଁ ମଝିରେ ଗାଡ଼ି ରଖିଲୁ, ଆଉ ଭାଇ ଭଉଣୀ ଆମେ ଗାଡ଼ିରୁ ଓହ୍ଲେଇଲୁ। ଟିକିଏ ଦୂରକୁ ଗଲା ବେଳକୁ ପଣସ ଗଛରେ ଜଣେ ଲୋକ ଡାଳ ସବୁ ହାଣୁଛି। ଦୂରରୁ ତା ହାଣିବାଟା ମୁଁ ଦେଖିପାରୁଥିଲି, କିନ୍ତୁ ସେ କାହିଁକି ଡାଳ ହାଣୁଛି ତାହା ମୁଁ ଜାଣିପାରୁନଥିଲି। ପାଖକୁ ଯାଇ ଦେଖିଲା ବେଳକୁ ଛେଳିମାନଙ୍କ ଖାଇବା ପାଇଁ ସେ ପଣସ ଡାଳ ହାଣି ପକାଉଛନ୍ତି। ଏ ଦୃଶ୍ୟ ମୋତେ ଅଛପା ନୁହେଁ, ହେଲେ କେତେ ଦିନର କଥା, ମୋର ଆଉ ମନେ ରହୁନି। ଯେଉଁ ପଣସ ଗଛରେ ଭଲ ଫଳ ହୁଏ ନାହିଁ ସେ ଡାଳକୁ ସବୁ କାଟିକି ଏମିତି ଛେଳିକି ଦେଇ ଦିଅନ୍ତି। ଛେଳିମାନେ ଭାରି ଖୁସିରେ ପଣସ ଡାଳ ଖାଆନ୍ତି। ଦେଖୁନାହାନ୍ତି କେତେ ଡାଳ ସେ ହାଣିକି ଗଦେଇ ଦେଲେଣି ଛେଳିକି ଦେବା ପାଇଁ। ଆଉ ଛେଳିମାନେ ବି କେମିତି ଆନନ୍ଦରେ ଖାଉଛନ୍ତି। ସେମାନଙ୍କୁ ଅତିକ୍ରମ କରି ଆମେ ଆଗକୁ ଚାଲିଲୁ। କିଛି ତ ଉଦ୍ଦେଶ୍ୟ ନାହିଁ, କେବଳ ଗାଁ ବୁଲିବୁ। ଛୋଟ ପିଲାଟିଏ ଟାୟାରରେ ଦୋଳି କରି ଖେଳୁଥିଲା, ଆଉ ଗୋଟେ କୁନି ଝିଅ ବାଲିଗଦାରେ ଖେଳୁଥିଲା। ଏତେ ଦାରିଦ୍ର୍ୟ ଭିତରେ ବି ତାଙ୍କର କ'ଣ ଦୁଃଖ ସୁଖ ନାହିଁ? ନା ସେମାନେ କ'ଣ ଆନନ୍ଦିତ ନୁହନ୍ତି? ଏସବୁ ଭିତରେ ବି ସେମାନେ ଜୀବନକୁ ଉପଭୋଗ କରନ୍ତି, ନାଚନ୍ତି, ଗାଆନ୍ତି, ଖୁସି ମନାନ୍ତି। ଆମ ଭଳି ଏତେ ସମ୍ପଦ ବା ଏତେ ସୁଖ ସୁବିଧା ସେମାନେ ଦେଖନ୍ତି ନାହିଁ, ବା ସେଥିପାଇଁ ଲାଳାୟିତ ହୋଇ ଦୁଃଖୀ ହୁଅନ୍ତି ନାହିଁ। ସେଇଥିପାଇଁ ହିଁ ତ ମୋତେ ଗାଁ ସବୁ ବୁଲିବାକୁ ଖୁସି ଲାଗେ। ଦିଟା ଚିଆଁ ଚରୁଥିଲେ, ଜଣେ ଲୋକ ତାଙ୍କ ପିଣ୍ଡାରେ ବସିଥିଲେ। ଆଉ ସମସ୍ତଙ୍କୁ ଯେ ଯୁଆଡ଼େ ଯାଇଥିବାରୁ ଦେଖିପାରିଲୁନି। ଭାବିଲୁ ସେଇ ଗାଁକୁ ଯିବୁ, ସେଇ ଘରକୁ ଯିବୁ। କାହିଁକିନା ସେଇ ଘରର ମା ଜଣକ ଗାଧେଇ ପାଧେଇ ପାଣି ଧରି ଫେରୁଥିଲେ। ଆଉ ସେ ପାଣି ତକ ଓହ୍ଲେଇକି ରଖିଲେ।
आमे ताको पिंडारे किछि समय गपिला बेलू बाली खेलुवा कुनी झीटी दौड़ी आसी दी हाथ में 2टा चिया धरी मत भारी खुशी लगिला। छुआ बेले मु भी बहुत गोड़े चिया मान पछरे कहीं आम तो एमती गोटे गाँव में ही रही आ बापा प्रथम चाल घर करते तापर 2 बखरा टाइल घर से टाइल घर भी होई न था मोर सान भाई जन्म होबारू से टाइल घर 2 बखरा होता। गाँव रु आम बाहरी आसलु बाटर पड़ा ओएमसी ऑफिस खणी खादान आम केन्दुझर जिला को केते धनी करुची जिला को तो धनी करूनी राज्य को धनी करुची सेथिरु केते टिकस आदाय होची केते लाभवान होची एठी एते खर्च रे सुंदर ऑफिस गढ़ा होईची आउ ए जगार गतिविधि अलगा आ ताठू एते कम दूर रे गाँटीर परिस्थिति तो आपण मन देखिले प्रकृत रे सर्वाग्र उन्नति करबा एते सहज कथा नुहे। आउ गोटे जिनस मु पाई नथिली एठी बिक्री होतुला केन्दुझर झियो मु केन्दुझर झियो जाई केन्दु न खाइले केमती हबो गछर तो केन्दु पाइलिनी 2टा केन्दु तोली आनली। आपण माने के केन्दु केबे खाइचंती आहुरी गोटे कथा अछि केन्दु कंचा थिला बेले केन्दु भात खिया जाए आपण माने के खाइचंती एमती भाबी भाबी मु फेरी आसिला बेलू गाई दुहिबा को से बेहरा आसीतिले जे कि आमे छोट बेलू आम घर को आसुतिले मो नाती को देखि से बहुत खुशी होला आ गेल करदेले से सब किछि बुझी पार नथिला आम एपटे छोट छुआ को देखिले एमती गेल कर दिया जाए मु केन्दु तक आनी निंटू को देखैली मोर मन पड़िला आगरु थरे गाँ को गोटे जाइथिली सेठी एमती हाथ पाहरुणी रे कुटा होउथला प्रतिथर मु विभिन्न गाँ को जाउची आ आपण मानकू देखौची आपण मानकर काहार मने अछि एमती हाथ पाहरुणी रे कुटा हवा कथा एटा छिला किंतु गोटे जुआंग संप्रदायर गाँ आज मु जाइथिली गोटे भूया संप्रदायर गाँ तथापि भिडियो करी मु संतुष्ट नुहे कहीं मु बेसी समय दे पारिलिनी निंटू घरे शोइथिबारु मु तरतर होई फेरी आसिली पिला लोक काले कंदा कटा करिवो केवल सेठी पई आउ जेबे मु पिला को न नै कि जिबी गोटे गाँर संपूर्ण स्थिति आपण मानकू देखैबी से माने कोठी रहंती केमती गाधा पाधुआ करंती कोन खांती आपणको मन भी विचलित होई पड़िबो। आज भी संसार रे केते असुविधा रे केते लोक अछंती किंतु आमे एते सुविधा रे थाई भी केबे हेले थळे तळको अनौ नै। मो कथा केमती लागिला मते कहिबे रहुची।